ମୋ ନାଁ ସୁବ୍ରତ, ଘର ଯାଜପୁରରେ। ମୁଁ ମୋ ବାପା ବୋଉଙ୍କର ଏକମାତ୍ର ସନ୍ତାନ। ସେଥିପାଇଁ ବାପା ବୋଉ ମୋତେ ହଷ୍ଟେଲରେ ରହି ପାଠ ପଢ଼ିବା ପାଇଁ ଛାଡ଼ୁନଥିଲେ। ମୁଁ ଘରୁ ଯିବା ଆସିବା କରି କଲେଜରେ ପଢ଼ୁଥିଲି। ମୁଁ +3ରେ ପଢ଼େ। ମୋର ହାଇଟ୍ 5 ଫୁଟ 7 ଇଞ୍ଚ, ଦେହର ରଙ୍ଗ ଗୋରା। ମୁଁ ଦେଖିବାକୁ ସୁନ୍ଦର ଏବଂ ବଳିଷ୍ଠ ଶରୀର। ବାପା ସବୁ ସମୟରେ ତାଙ୍କ ବିଜନେସ୍ କାମରେ ବ୍ୟସ୍ତ ରହୁଥିଲେ। ସେ ବୋଉ ପାଇଁ ସମୟ ଦେଇପାରୁନଥିଲେ। ମୁଁ ଅଧିକ ସମୟ ଘରେ ବୋଉ ପାଖରେ ରହୁଥିଲି। ସେଥିପାଇଁ ବୋଉ ସହିତ ମୁଁ ବେଶୀ ଫ୍ରି ହୋଇପାରିଥିଲି। ମୋ ବୋଉ ବି ଜଣେ ମଡର୍ଣ୍ଣ ସ୍ତ୍ରୀ ଲୋକ। ଆଜିକାଲିକା ଝିଅ ତା ଆଗରେ କିଛି ନୁହଁ। ମୋ ବୋଉର ନାଁ ହେଉଛି ମାଳତୀ। ବୋଉ ଦେଖିବାକୁ ଭାରି ସୁନ୍ଦରୀ। ଖାଲି ସୁନ୍ଦରୀ ନୁହେଁ, ଠିକ୍ ସ୍ୱର୍ଗର ଅପ୍ସରୀ ଭଳି। ସେ ବହୁତ ସ୍ମାର୍ଟ ମଧ୍ୟ। ଗୋରା ଦେହ, ଭରା ଭରା ଯୌବନ। ଓଃ, ସତେ ଯେମିତି ଆଇଟମ୍ ବମ୍ ଖଣ୍ଡିଏ। ବୋଉର ବୟସ 40 ବର୍ଷ। ଉଚ୍ଚତା 5 ଫୁଟ 3 ଇଞ୍ଚ। ଦେହ ତାର 36, 32, 36। ବଡ଼ ବଡ଼ ଦୁଧ, ଆଉ ତା ସାଙ୍ଗକୁ ଓସାରିଆ ବିଶାଳକାୟ ଉଚ୍ଚା ଗାଣ୍ଡି। ବୋଉ ତା ଶରୀର ଆଉ ସୌନ୍ଦର୍ଯ୍ୟର ବହୁତ ଯତ୍ନ ନିଏ। ହାଲକା ମୋଟି, କିନ୍ତୁ ମଝିରେ ମଝିରେ ବିୟୁଟି ପାର୍ଲର ଯାଇ ନିଜକୁ ସଜେଇକି ରଖେ। ହାତରେ ପାଦରେ ଲମ୍ବା ଲମ୍ବା ନଖରେ ନେଲ୍ ପଲିସ୍, ଓଠରେ ନାଲି ଲିପଷ୍ଟିକ୍ ତା ସୌନ୍ଦର୍ଯ୍ୟକୁ ଆହୁରି 2 ଗୁଣ ବଢ଼େଇ ଦିଏ। ବୋଉର ଦୁଧ ଦୁଇଟା ଅବଶ୍ୟ ବେଶୀ ଝୁଲିନି, ତଥାପି ସିଏ ସବୁବେଳେ ଭିତରେ କପଡ଼ା ପିନ୍ଧିକି ତା ଦୁଧକୁ ଟାଇଟ୍ କରିକି ରଖିଥାଏ। ମୋ ବୋଉ ବହୁତ ଦେଖେଇ ହବା ସ୍ୱଭାବର ସ୍ତ୍ରୀ ଲୋକ। ସବୁବେଳେ ବେଶଭୂଷା ସଜବାଜ ହୋଇ ମେଞ୍ଚାଏ ସୁନା ଗହଣା ପିନ୍ଧି ପୁରା ଫିନ୍ ଫିନ୍ ଦିଶେ। ତା ହାବଭାବରୁ ତା ଦେହର ଗନ୍ଧ ପୁରା ବାରି ହୋଇପଡ଼େ। ପ୍ରକୃତରେ ମୋ ବୋଉ ଜଣେ ଭାରି ସୁନ୍ଦର ମାଇକିନା। ବାପା ତାକୁ ଆଉ ଆଗ ଭଳି ଗେହିଁକି ସନ୍ତୁଷ୍ଟ କରିପାରୁନାହାନ୍ତି। ସେଥିପାଇଁ ସୁନ୍ଦରିଆ ଟୋକା ଦେଖିଲେ ବୋଉ ତାଙ୍କ ସହିତ ହସିକି ଆଗତୁରା କଥା ଆରମ୍ଭ କରେ। ଏମିତିକା ସୁନ୍ଦରୀ, ସ୍ମାର୍ଟ ମାଇକିନା ଦେଖିଲେ କୋଉ ପୁରୁଷ ତାକୁ ପାଇବାକୁ ମନ ନ କରିବ ଆପଣମାନେ କୁହନ୍ତୁ? ବୋଉ ବୟସର ମାଇକିନାଙ୍କ ଉପରେ ମୋର ସବୁବେଳେ ଆଖି। ମୁଁ ବି ମୋ ବୋଉ ଉପରେ ନଜର ପକେଇଥିଲି। ଆଉ ରାତିରେ ଶୋଇବା ବେଳେ ବୋଉ କଥା ଭାବି ମୁଠି ମାରୁଥିଲି। ଆମେ ଗୋଟିଏ ବେଡରୁମ୍ ଥିବା ଫ୍ଲାଟରେ ରହୁଥିଲୁ। ବାପା ଘରେ ନ ରହିବା ଦିନ ମୁଁ ବୋଉ ପାଖରେ ଶୋଉଥିଲି। ବାପା ଘରେ ରହିବା ଦିନ ମୁଁ ଡ୍ରଇଂ ରୁମ୍ର ବେଡ୍ କମ୍ ସୋଫାରେ ଶୋଇଯାଉଥିଲି। ବାପା ତାଙ୍କ ବିଜନେସ୍ କାମରେ ସପ୍ତାହକୁ ପ୍ରାୟ 5 ଦିନ ଘରେ ରହୁନଥିଲେ। ବେଳେବେଳେ ଲଗାତାର ସପ୍ତାହେ କିମ୍ବା 2 ସପ୍ତାହ ସେ ବାହାରେ ରହୁଥିଲେ। ବାପା ଘରେ ନ ରହିବା ସମୟରେ ମୁଁ ବୋଉ ପାଖରେ ଶୋଉଥିବାରୁ ବୋଉକୁ କେମିତି ଗେହିବି ସେ ବିଷୟରେ ମୁଁ ଚିନ୍ତା କଲି। ହଠାତ୍ ବୋଉକୁ ଗେହିବା ପାଇଁ ଚେଷ୍ଟା କଲେ ଘଟଣା କାଳେ ବିଗିଡ଼ିଯିବ। ସେଥିପାଇଁ ଧୀରେ ଧୀରେ ଆଗେଇବା କଥା ମୁଁ ଠିକ୍ କଲି। ତେଣୁ ରାତିରେ ବୋଉ ସାଙ୍ଗରେ ଶୋଇଲା ବେଳେ ତା ସହିତ ଗେଲ ହୋଇ ତା ଦେହକୁ ଲାଗି ଶୋଇବା, ତା ଉପରେ ହାତ ଗୋଡ଼ ପକେଇବା ଓ ତାକୁ କୁଣ୍ଡେଇବା ଆରମ୍ଭ କଲି। ବୋଉ ବି ମୋତେ କୋଳେଇ ଗେଲ କରିବାକୁ ଲାଗିଲା। ଏମିତି କିଛି ଦିନ ଚାଲିବା ପରେ ମୁଁ ବୋଉର ପେଟରେ ହାତ ରଖି ଶୋଇବା, ତା ପେଟରେ ହାତ ବୁଲେଇବା ଓ ତା ନାଭିରେ ଆଙ୍ଗୁଳି ମାରିବାକୁ ଲାଗିଲି। ବୋଉ ହସି ହସି କହୁଥିଲା, ଆରେ ଦୁଷ୍ଟ, ତୁ ଏସବୁ କ'ଣ କରୁଛୁ? ମୁଁ ବୋଉକୁ କୁଣ୍ଡେଇ ଧରି କହୁଥିଲି, କାହିଁକି ବୋଉ, ତତେ କ'ଣ ଭଲ ଲାଗୁନି? ବୋଉ ମୋ ଗାଲରେ ଚୁମା ଦେଇ କହୁଥିଲା, ଦୁଷ୍ଟ କୋଠିକାର। ମୁଁ ଧୀରେ ଧୀରେ ବୋଉ ସହିତ ସମ୍ପର୍କ ବଢ଼େଇବାକୁ ଲାଗିଲି। ତା ଦୁଧରେ ହାତ ବଜେଇଲି, ତାପରେ ଦୁଧରେ ହାତ ରଖିଲି। ବ୍ଲାଉଜ ମିଶା ଦୁଧକୁ ଦଳିଲି। ଶେଷରେ ବ୍ଲାଉଜ ଭିତରେ ହାତ ପୂରେଇ ଦୁଧକୁ ଦଳିବାକୁ ଲାଗିଲି। ପ୍ରଥମେ ପ୍ରଥମେ ବୋଉ ମୋତେ ବାଧା ଦେଲା, ତାପରେ କିଛି କହିଲାନି। ମୁଁ ବୋଉକୁ କୁଣ୍ଢେଇ ତା ଦୁଧ ଦଳିବା ବେଳେ ମୋର ବାଣ୍ଡଟା ଟାଣ ହୋଇ ତା ଗାଣ୍ଡିରେ ଦାବି ହେଉଥିଲା। ଏତେ ପର୍ଯ୍ୟନ୍ତ ଯିବା ପରେ ମୁଁ ଜାଣିଲି, ବୋଉକୁ ଗେହିବା ପାଇଁ ଚେଷ୍ଟା କଲେ ସେ ଜମାରୁ ବାଧା ଦେବନି। ଦିନେ ସନ୍ଧ୍ୟାରେ ମୁଁ କଲେଜରୁ ଆସି ଶୁଣିଲି ବାପା ବିଜନେସ୍ କାମରେ ପୁନେ ଯାଇଛନ୍ତି। ବୋଉ କିଚେନରେ ରୋଷେଇ କରୁଥିଲା। ମୁଁ ବେଡରୁମ୍ରେ ବସି ମୋ ମୋବାଇଲରେ ଗିହା ଭିଡ଼ିଓ ଦେଖୁଥିଲି। କିଛି ସମୟ ପରେ ବୋଉ ଆସି ବେଡ୍ରେ ମୋ ଆଗରେ ଶୋଇଲା। ମୋର ପଛପଟେ ଆଇନା ଲାଗିଥିଲା। ସେ ଆଇନାରେ ସବୁ ଦେଖୁଥିଲା, କିନ୍ତୁ ମୋତେ ଜଣା ନାହିଁ। ମୋ ବାଣ୍ଡ ପୁରା ଛିଡ଼ା। ମୁଁ ମୋ ମୋବାଇଲ ଥୋଇଦେଇ ବାହାରକୁ ଟିକେ ପରିସ୍ରା କରିବାକୁ ଗଲି। ଆଉ ଆସିଲା ବେଳକୁ ବୋଉ ମୋ ଫୋନକୁ ଧରିଥାଏ। ଆଉ କହିଲା, ପୁଅ, କ'ଣ ମୋବାଇଲରେ ରଖିଛୁ?
ମୁଁ ପୁରା ଡରିଗଲି ଆଉ ବାହାନା କରି କହିଲି, କିଛି ନାହିଁ ତ ବୋଉ, ମୋର ଫଟୋ ସବୁ ଅଛି, ମୋବାଇଲରେ ତ ପାସୱାର୍ଡ ପଡ଼ିନଥିଲା, ବୋଉ ସବୁ ଦେଖିଦେଇଛି। ଆଉ ମୋତେ ଦେଖେଇଲା, କହିଲା ତୁ ସବୁ ଏ ଖରାପ ଭିଡ଼ିଓ ଦେଖୁଛୁ। ମୁଁ କହିଲି ସରି ବୋଉ, ମୁଁ ବେଳେବେଳେ ଦେଖେ, ପ୍ଲିଜ୍ ବାପାଙ୍କୁ କହିବୁନି। ବୋଉ କହିଲା ନା ପୁଅ, ତୁ ଡରନା, ତୋ ବୟସରେ ଏସବୁ ସ୍ୱାଭାବିକ କଥା। ହଉ ଏବେ ଚାଲ ଖାଇବା, ମୋତେ ବହୁତ ଜୋରେ ନିଦ ଲାଗିଲାଣି। ତାପରେ ବୋଉ ଆଉ ମୁଁ ଖାଇ ପିଇ ସାରି ଆମେ ଶୋଇବାକୁ ଯାଉଥିଲୁ। ମୁଁ ଭାବିଲି ଆଉ ଅପେକ୍ଷା କରିହେବନି, ଆଜି ଯେମିତି ହେଉ ବୋଉକୁ ମୁଁ ନିଶ୍ଚୟ ଗେହିବି। ବାପା ବି ଘରେ ନାହାନ୍ତି, ଏଇଟା ବୋଉକୁ ଗେହିବା ପାଇଁ ସୁବର୍ଣ୍ଣ ସୁଯୋଗ। ଆକୁ ହାତ ଛଡ଼ା କଲେ କିଛି ମିଳିବନି। ସେଦିନ ରାତିରେ ବୋଉ ଓ ମୁଁ ଶୋଇଥିଲୁ। ରାତି ସେତେବେଳକୁ 1 ଖଣ୍ଡେ ହେବ। ମୁଁ ଉଠିକି ବସିଲି। ତାପରେ ବୋଉର ଶାଢ଼ୀ ସାୟାକୁ ତଳପଟରୁ ଟେକି ତା ଜଙ୍ଘ ସନ୍ଧିକୁ ଦେଖିଲି। ବୋଉ କଳା ରଙ୍ଗର ଗୋଟାଏ ଚଡ଼ି ପିନ୍ଧିଥାଏ। ମୁଁ ଧୀରେ ଧୀରେ ଚଡ଼ି ଉପରୁ ବୋଉର ବିଆରେ ହାତ ମାରିଲି। ବୋଉର ନିଦ ହଠାତ୍ ଭାଙ୍ଗିଗଲା। ସେ ଉଠି ବସି ମୋତେ ଚାହିଁଲା, ତାପରେ ତା ଶାଢ଼ୀ ସାୟାକୁ ସଜାଡ଼ି ଶୋଇପଡ଼ିଲା। କିଛି ସମୟ ପରେ ମୁଁ ପୁଣି ବୋଉର ଶାଢ଼ୀ ସାୟାକୁ ଟେକି ବିଆରେ ହାତ ମାରିଲି। ଏଥର ବୋଉ ଆଖି ଖୋଲି ମୋତେ ଚାହିଁଲା ଏବଂ କିଛି ନ କହି ଆଖିକୁ ବନ୍ଦ କରିକି ପୁଣି ଶୋଇଲା। ମୋର ଟିକେ ସାହସ ବଢ଼ିଗଲା। ମୁଁ ତା ଚଡ଼ି ଭିତରେ ହାତ ପୁରେଇ ତା ବିଆ ବାଳକୁ ସାଉଁଳେଇଲି। ବିଆର 2 ଓଠ ଭିତରେ ଗୋଟାଏ ଆଙ୍ଗୁଳି ପୁରେଇଲି। ବୋଉ କିଛି କହିଲାନି। ମୁଁ ଧୀରେ ଧୀରେ ତା ଚଡ଼ିକୁ ଟାଣି ବାହାର କରିଦେଲି। ବେଡ୍ ଲାଇଟ୍ରେ ବୋଉର ବିଆ ଆଉ ବାଳକୁ ଦେଖି ମୋର ବାଣ୍ଡ ଟାଣ ହୋଇ ପୁରା ଛିଡ଼ା ହୋଇଗଲା। ବିଆକୁ ହାତରେ ମୁଠେଇକି ଦଳିଲି। ବୋଉ ପୁଣି ଉଠିକି ବସିଲା, କହିଲା ସବୁ ଦେଖୁଥିଲୁ ନା? ମୁଁ କହିଲି ହଁ, କରିବାକୁ ମନ ହେଉଛି। ବୋଉ କହିଲା କରିବୁ, କିନ୍ତୁ କାହାରି ଆଗରେ ତୁ କହିବୁ ନାହିଁ ତ? ମୁଁ କହିଲି ନା ବୋଉ। ବୋଉ କହିଲା ଆଗେ ତୋର ଦେଖେଇଲୁ। ମୁଁ ଟ୍ରାଉଜରକୁ ଖୋଲି ବୋଉକୁ ମୋର ବାଣ୍ଡକୁ ଦେଖେଇଲି। ମୋର ବାଣ୍ଡଟା ବାପାଙ୍କର ବାଣ୍ଡଠାରୁ ଲମ୍ବା ଆଉ ଖୁବ୍ ମୋଟା। ମୋ ବାଣ୍ଡ ଉପରେ ବୋଉର ଆଖି ପଡ଼ିବା ମାତ୍ରେ ତା ଆଖିରେ ଚମକ ଖେଳିଗଲା। ବୋଉ କହିଲା ଏ ମା, ତୋର ତ କେତେ ଲମ୍ବା ଆଉ ମୋଟା ହୋଇଛି, ତୋ ବାପାଙ୍କ ଠାରୁ ବି ବହୁତ ବଡ଼। ବୋଉ ମୋର ବାଣ୍ଡକୁ ତା ହାତରେ ଧରିବା ମାତ୍ରେ ମୋର ଦେହ କେମିତି ଶିରଶିର ହୋଇ ଉଠିଲା। ମୁଁ ମୋ ମୁହଁକୁ ବୋଉର ବିଆ ପାଖକୁ ନେବା ବେଳକୁ ବୋଉ ତାର ଗୋଡ଼ ଦୁଇଟାକୁ ଟିକିଏ ମେଲା କରିଲା। ମୁଁ ତା ବାଳୁଆ ବିଆରେ ଚୁମା ଦେଇ ଚାଟି ପକେଇଲି ଏବଂ ବାପାଙ୍କ ଭଳି ତା ବାଳୁଆ ବିଆକୁ ଚାଟିବାକୁ ଲାଗିଲି। ବୋଉ ଧୀରେ ଧୀରେ ଗରମ ହୋଇ ଉଠିଲା। ବୋଉକୁ ବେଡ୍ ଉପରେ ଶୁଆଇ ଦେଇ ମୋର ଲମ୍ବା ଆଉ ମୋଟା ବାଣ୍ଡକୁ ବୋଉର ବିଆ ଭିତରେ ପୁରେଇଲି। ବୋଉର ରସାଳ ବିଆ ଭିତରକୁ ମୋର ବାଣ୍ଡ ଫସ୍ କରି ଗଳିଗଲା। ମୁଁ ପ୍ରଥମେ ଧୀରେ ଧୀରେ, ତାପରେ ଲମ୍ବା ଲମ୍ବା ଧକ୍କା ମାରି ଜୋର ଜୋର ଗେହିଲି। ବୋଉ ତା ଗୋଡ଼କୁ ମେଲେଇ ବେଡ୍ ଉପରେ ଶୋଇ ରହିଲା। କିଛି ସମୟ ଗେହିବା ପରେ ବୋଉ କହିଲା ତୁ ଶୁ, ମୁଁ ଟିକେ ଗେହୁଁଛି। ମୁଁ ବୋଉ ଉପରୁ ତଳକୁ ଗଡ଼ିକି ଶୋଇଲି। ବୋଉ ମୋ ଉପରକୁ ଉଠିଯାଇ ମୋର ବାଣ୍ଡକୁ ତା ବିଆ ଭିତରେ ପୁରେଇ ବାଣ୍ଡ ଉପରେ ବସିଲା। ତାପରେ ଗାଣ୍ଡିକୁ ଉଠେଇ ଉଠେଇ ତଳ ଉପର କରି ଗେହିଁ ଚାଲିଲା। ମୁଁ ବୋଉର ଦୁଧକୁ 2 ହାତରେ ମୁଠେଇ ଦଳିବାକୁ ଲାଗିଲି। ମଝିରେ ମଝିରେ ବୋଉ ହାଲିଆ ହୋଇ ମୋ ଛାତି ଉପରେ ଶୋଇଯାଉଥିଲା। ମୋ ବାଣ୍ଡରୁ ବୀର୍ଯ୍ୟ ବାହାରିବା ବେଳ ହେବାରୁ ମୁଁ ବୋଉକୁ ଓଲଟେଇ ପକେଇ ଜୋର ଜୋର ଗେହିକି ମୋ ବାଣ୍ଡକୁ ତା ବିଆ ଭିତରକୁ ଦାବିଲି। ମୋ ବାଣ୍ଡରୁ ପିଚକାରି ମାରିଲା ଭଳି ପିଚ୍ ପିଚ୍ ହୋଇ ବୀର୍ଯ୍ୟ ବୋଉର ବିଆ ଭିତରକୁ ବୋହିଗଲା। ଦୁହେଁ କିଛି ସମୟ କୁଣ୍ଡାକୁଣ୍ଡି ହୋଇ ଶୋଇବା ପରେ ମୁଁ ବୋଉ ଉପରୁ ତଳକୁ ଗଡ଼ିକି ଶୋଇଲି। ବୋଉ ମୋର ପିଠି ଆଉଁସି ପକେଇ ମୋ ଓଠରେ ଗାଢ଼ ଚୁମା ଦେଲା। ମୁଁ ପଚାରିଲି ବୋଉ, ତୋତେ କେମିତି ଲାଗିଲା? ବୋଉ କହିଲା ପୁଅ, ତୁ ଆଜି ମୋତେ ପୁରା ଶାନ୍ତି କରିଦେଲୁ। ଆଜି ଯାଏ ତୋ ବାପା ମୋତେ ଗେହିକି ଏମିତି ଖୁସି କେବେ ବି ଦେଇନାହାନ୍ତି। ଏବେ ତୁ ମୋତେ ସବୁଦିନ ଗେହିବୁ। ମୁଁ ହସି ଦେଇ କହିଲି ଠିକ୍ ଅଛି ବୋଉ, ତୋର ଯେତେବେଳେ ଇଚ୍ଛା ହେବ ମୋତେ କହିବୁ, ମୁଁ ତୋତେ ଗେହିବି। ରାତିରେ ମୁଁ ଆହୁରି 2 ଥର ବୋଉକୁ ଗେହିଲି। ତା ପରଠାରୁ ବାପା ଫେରିବା ପର୍ଯ୍ୟନ୍ତ ମୁଁ ମୋ ବୋଉକୁ ପ୍ରତିଦିନ 2ରୁ 3 ଥର ଗେହିଲି। ବୋଉ ଏବେ ବହୁତ ଖୁସି। ଏହା ବ୍ୟତୀତ ବାପା ଯେତେବେଳେ ତାଙ୍କ ବିଜନେସ୍ କାମରେ 3ରୁ 4 ସପ୍ତାହ ପାଇଁ ବାହାରେ ରହୁଥିଲେ, ବୋଉ ନୂଆ ନୂଆ ବିବାହ କରିଥିବା ସ୍ତ୍ରୀ ଲୋକ ଭଳି ସଜବାଜ ହୋଇ ନିଜ ପୁଅଠାରୁ ଗିହା ଖାଇବାକୁ ବିକଳ ହେଉଥିଲା। ମୁଁ ବି ବିକଳ ହୋଇ ନିଜ ବୋଉକୁ ଧମାଧମ ଗେହି ଚାଲିଥିଲି। ବାପା ଘରକୁ ଫେରିବା ପର୍ଯ୍ୟନ୍ତ ଆମେ ଦୁହେଁ ଧୁମ୍ ମସ୍ତି କରୁଥିଲୁ। ଘର ଭିତରେ ଆମେ ସ୍ୱାମୀ ସ୍ତ୍ରୀ ଭଳିଆ ରହୁଥିଲୁ। ଯେତେବେଳେ ଆମେ ମା ପୁଅ ନୁହେଁ, ସତରେ ଯେମିତି ସ୍ୱାମୀ ସ୍ତ୍ରୀ। ବୋଉ ବି ମୋତେ ତା ସ୍ୱାମୀ ଭଳି ବ୍ୟବହାର କରୁଥିଲା।
ତ ଦର୍ଶକ ବନ୍ଧୁ ଏଇ ଥିଲା କାହାଣୀ କାହାଣୀ ଏଇଠି ସମାପ୍ତ ହେଉଛି। ଦୟାକରି ଆପଣମାନଙ୍କୁ କାହାଣୀ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଆପଣଙ୍କର ମତାମତ ନିହାତି ଜଣାଇବେ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ ଓ ରୋମାଞ୍ଚକ କାହାଣୀରେ। ଆଉ ଗୋଟେ କଥା, ଆପଣମାନେ କେଉଁଭଳି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତାହା ବି ଆପଣମାନେ କମେଣ୍ଟ କରି ଜଣାନ୍ତୁ। ମା ପୁଅ କାହାଣୀ ନା ଖୁଡ଼ି ପୁତୁରା କାହାଣୀ, ଅପା ପୁତୁରା କାହାଣୀ, ମାଇଁ ଭଣଜା କାହାଣୀ, କେଉଁ ଗୁଡ଼ିଏ କାହାଣୀଗୁଡ଼ିକୁ ଶୁଣିବାକୁ ଚାହୁଁଛନ୍ତି ସେଇଟା ଆପଣମାନେ କମେଣ୍ଟ କରନ୍ତୁ। ମୁଁ ସେହି ଉପରେ ବହୁତ ଜଲ୍ଦି କାହାଣୀ ନେଇ ଆସିବି। ରହୁଛି, ଧନ୍ୟବାଦ।